1894 मसीहा जून 23 तारिख प्यारिस आरंभ होइथिला ओलंपिक्स। सेबेठु प्रतिवर्ष एही दिन में पालन करा जाए अंतर्जातीय ओलंपिक्स दिवस। ଏହି ଦିବସ ଅବସରରେ ଟ୍ୱିଟ୍ କରି ଭାରତୀୟ ଖେଳାଳୀମାନଙ୍କୁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଗତ ବର୍ଷମାନଙ୍କରେ ହୋଇଥିବା ଅଲିମ୍ପିକ୍ ପ୍ରତିଯୋଗିତାରେ ଖେଳିଥିବା ଭାରତୀୟ ଖେଳାଳୀମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳୀମାନଙ୍କର ଅବଦାନ ଏବଂ ଅନ୍ୟ ଖେଳାଳୀମାନଙ୍କୁ ଉତ୍ସାହ ଦେବା ଲାଗି ଉଦ୍ୟମ ପାଇଁ ଆମ ଦେଶ ଗର୍ବିତ ବୋଲି କହିଛନ୍ତି। କେବଳ ସେତିକି ନୁହେଁ, ମାଇଗଭ୍ରେ ଆୟୋଜିତ ହୋଇଥିବା ଏକ କ୍ୱିଜ୍ର ଲିଙ୍କ୍ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅଲିମ୍ପିକ୍ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ମାଇଗଭ୍ରେ ମଜାଦାର କ୍ୱିଜ୍ ଦିଆଯାଇଛି। ଖାସ୍ କରି ଯୁବଗୋଷ୍ଠୀଙ୍କୁ ଏହି କ୍ୱିଜ୍ରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିବା ବେଳେ ଆଜି ଆୟୋଜନ ହେବାକୁ ଯାଉଥିବା ଅଲିମ୍ପିକ୍ କ୍ରୀଡ଼ା ପାଇଁ ବିଷୟବସ୍ତୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଟୋକିଓ ଅଲିମ୍ପିକ୍ 2020 ସୋପିସ୍ ଇଭେଣ୍ଟ ପାଇଁ ଭାରତର ଗୀତ ଚିୟର ଫର୍ ଇଣ୍ଡିଆ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ ପାଇଁ ଆଉ ବେଶୀ ସମୟ ନାହିଁ। ଆସନ୍ତା 23 ଜୁଲାଇରୁ ଅଗଷ୍ଟ 8 ତାରିଖ ମଧ୍ୟରେ ଜାରି ରହିବ ଟୋକିଓ ଅଲିମ୍ପିକ୍ସ। ସେଥିପାଇଁ ଦେଶବାସୀଙ୍କ ନଜର ଏବେ ଅଲିମ୍ପିକ୍ସ ଉପରେ। ଖାସ୍ କରି ସେହି ଭାରତୀୟ ଖେଳାଳୀମାନଙ୍କ ପାଖରୁ ବେଶୀ ଆଶା ରଖିଛନ୍ତି ଦେଶବାସୀ, ଯେଉଁମାନଙ୍କ ପାଖରୁ ଚଳିତ ବର୍ଷର ପଦକ ହାସଲ କରିବାର ଆଶା ରହିଛି। ସବୁଠୁ ଖୁସି ଖବର ହେଉଛି ଏଥର ଟୋକିଓ ଅଲିମ୍ପିକ୍ସର 14ଟି ଇଭେଣ୍ଟରେ ଭାରତରୁ 100 ଜଣ ଖେଳାଳୀ ସ୍ଥାନ ପାଇଛନ୍ତି। ସେ ବକ୍ସିଂ ହେଉ ଅବା ରେସ୍ଲିଂ କିମ୍ବା ୱେଟ୍ ଲିଫ୍ଟିଂ ଖେଳ ମାଧ୍ୟମରେ ଭାରତୀୟ ଖେଳାଳୀମାନଙ୍କଠାରୁ ଅଧିକ ପଦକ ପାଇଁ ଏଥର ଆଶା ରଖିଛନ୍ତି ଦେଶବାସୀ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 8 ଓଡ଼ିଆ।